ଓମ୍ ସାଇରାମ। ଆଜିର ସାଇ ସନ୍ଦେଶରେ ବାବା କହୁଛନ୍ତି, ମୋର ପ୍ରିୟ ସନ୍ତାନ, ତୁମର ଡରିବାର କୌଣସି ଆବଶ୍ୟକତା ନାହିଁ। ତୁମେ କିଛି ଭୁଲ ନିଷ୍ପତ୍ତି ନେଇନ ସନ୍ତାନ। ଆଉ ତୁମେ କିଛି ଭୁଲ କଥା ବି କହିନ। ତୁମ ଜୀବନରେ ଯାହା ସବୁ ଘଟିଥିଲା, ତୁମେ ଗୋଟେ ବିଶ୍ୱାସୀ ଲୋକକୁ ନିଜର ଭାବିକି କହିଥିଲ, କିନ୍ତୁ କାହା ପ୍ରତି ଖରାପ କହିନ। ତୁମ ଜୀବନରେ ଯେଉଁ କଷ୍ଟ ସବୁ ଲୁଚିକି ରହିଥିଲା, ସେଇ କଥା ହିଁ କହିଛ। ଯେତେବେଳେ ତମ ଖୁସିର ସଂସାରରେ ଟିକେ ସୁଖ ଆସିବାକୁ ଯାଉଥିଲା, ସେତେବେଳେ ବି ଲୋକମାନେ ତୁମ ଖୁସି ଉପରେ ଆଘାତ ଦେଉଥିଲେ। ସେ ଚାହୁଁନଥିଲେ ତୁମେ ଖୁସିରେ ରୁହ ସନ୍ତାନ। ଯାହାର ହାତ ତୁମ ମସ୍ତକରେ ଅଛି, ସିଏ ତୁମକୁ କେମିତି ଦୁଃଖ ଦେଇପାରିବ ସନ୍ତାନ। କେହି ତୁମର କିଛି କ୍ଷତି କରିପାରିବେନି। ବର୍ତ୍ତମାନ ଦେଖ, ତୋ ବାବା ତୋ ପାଇଁ କ'ଣ କରୁଛି। ଯେଉଁ ମଣିଷ ଭାବୁଛି କି ତୋ ନାଁରେ କହିକି ସେ ଭଲରେ ଆଉ ଖୁସିରେ ରହିବ, ସେଇଟା ତା'ର ଭୁଲ ଧାରଣା। ମୁଁ ସବୁବେଳେ କହିଛି, ଯେଉଁଠି ଅନ୍ୟର କ୍ଷତି ହେବ, ଅମଙ୍ଗଳ ହେବ, ସେ ଜାଗାରେ କେବେ ବି ଚୁଗୁଲି କଥା କହିବନି ସନ୍ତାନ। ମୁଁ 1000 ଥର କହିଲା ପରେ ବି ତୁମେ ସେଇ ଭୁଲ କରୁଛ। ଏବେ ବହୁତ ବଡ଼ କ୍ଷତି ତୁମ ଜୀବନରେ ଆସିବାକୁ ଯାଉଛି ସନ୍ତାନ। ତୁମକୁ କ'ଣ ମିଳିଲା ସନ୍ତାନ? ଯଦି କିଏ କାନ୍ଦିକି କଷ୍ଟରେ ଦୁଃଖରେ ତୁମକୁ ତା ମନର କଥା ଟିକେ କହିଥିଲା, ତୁମେ ସେ ଲୋକଙ୍କ ଆଗରେ ପ୍ରକାଶ କରି ତୁମକୁ କ'ଣ ସୁଖ ମିଳିଲା ସନ୍ତାନ? କିନ୍ତୁ ଗୋଟେ କଥା ସବୁବେଳେ ମନେ ରଖିବ, ଯେତେ କୁହ, ତୁମେ କିନ୍ତୁ ମୋ ଭକ୍ତର କିଛି ବି କ୍ଷତି କରିପାରିବନି। ତୁମେ ମୋର ଭକ୍ତ ପାଇଁ ଗାତ ଖୋଳିଛ, ସେ ଗାତରେ ତୁମେ ନିଜେ ପଡ଼ିଯିବ ସନ୍ତାନ। ମୁଁ ସବୁବେଳେ ମୋ ସନ୍ତାନର ପଛେ ପଛେ ଅଛି। ମୋ ସନ୍ତାନଟିଏ ଯେତେବେଳେ ମୋ ଉପରେ ଭରସା ଆଉ ଶ୍ରଦ୍ଧା ବିଶ୍ୱାସ ରଖିଛି, ମୁଁ ତାକୁ କେବେ ବି ଅସହାୟ ଅବସ୍ଥାରେ ଦେଖିପାରିବିନି। ତୁମେମାନେ ଭାବୁଛ ସିଏ କିଛି ଭୁଲ କାମ କରିକି ଆଜି ତା ଜୀବନରେ ଖୁସିରେ ରହିଛି। ମୁଁ ଗୋଟେ କଥା କହିବି ସେଇ ଲୋକମାନଙ୍କୁ ଯିଏ ମୋ ଭକ୍ତକୁ କଷ୍ଟ ଆଉ ଯନ୍ତ୍ରଣା ଦେଇଛନ୍ତି। ସିଏ ତା ଜୀବନରେ କିଛି ଭୁଲ କାମ କରିନି। ଆଜି ଯେଉଁ ଖୁସିରେ ଆଉ ଆନନ୍ଦରେ ସିଏ ଅଛି, ସେ ଆଶୀର୍ବାଦ ତା ସାଇବାବା ତାକୁ ଦେଇଛି। ଆଉ ତୁମେ ଯେତେ ଚାହିଁଲେ ବି ତାହାର କିଛି କ୍ଷତି କରିପାରିବନି। କାହିଁକି ନା ମୁଁ ମୋ ଭକ୍ତର ଚାରିପଟେ ଛାଇ ପରି ରହିଛି। ତୁମେ ଯେତେବେଳେ ମୋ ଭକ୍ତ ପ୍ରତି ବିପଦ ଆଣିବ, ସେତେବେଳେ ମୁଁ ସାମ୍ନାରେ ଛିଡ଼ା ହେଇଥିବି। ମୁଁ ସମସ୍ତ ବାଧାବିଘ୍ନକୁ କାଟିଦେବି। ସିଏ କେବେ କାହାର ଅନ୍ୟାୟ କରିନି କି କେବେ କାହା ପ୍ରତି ଅବିଚାର କରିନି। ସେ ତା'ର ପରିବାର ପାଇଁ ସବୁବେଳେ ସମସ୍ତଙ୍କୁ ସାହାଯ୍ୟ କରିଛି। ସବୁବେଳେ ସମସ୍ତଙ୍କ ପାଇଁ ଖାଇବା ବନେଇଛି। ସମସ୍ତେ କେମିତି ଖୁସିରେ ରହିବେ ସେଇ କଥା ଚିନ୍ତା କରିଛି। କିନ୍ତୁ ତୁମେମାନେ କିଛି ବି ଦେଇନ।